ଯେତେବେଳେ ହକ୍ ମିଳୁନି ହକ୍ କୁ ଛଡେଇ ଆଣ। ଆଜି ଓଡିଶାର ହକ୍ ର କଥା, ଓଡିଶାର ଅଧିକାର କଥା, ଓଡିଶାର ରାଜସ୍ୱର କଥା ଆଜି ଯୋଉ ଭଳି ଭାବରେ ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେବାକୁ ଚେଷ୍ଟା କରିଛନ୍ତି। ଓଡିଶାରୁ 20 ଜଣ ସାଂସଦ ଯାଇକି ଆଜି ସଂସଦରେ ପାଟି ଚୁପ୍ କରିକି ବସିଛନ୍ତି ଏବଂ ଓଡିଶାର ଇଷ୍ଟ କୋଷ୍ଟ ରେଲୱେ ଯୋଉ ଭଳି ଭାବରେ ତା ଭିତରୁ ଆପଣ ଜାଣିଥିବେ ୱାଲ୍ଟର ଡିଭିଜନ କୁ ଅଲଗା କରିବାକୁ ଷଡ଼ଯନ୍ତ୍ର କରାଯାଇଛି ଏବଂ ପଲାସା ଇଚ୍ଛାପୁରମ୍ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ହେଇଛି। ଆଜିର ଏ ପ୍ରତିବାଦ ସଭା 10ଟି ମିଳିତ ବିରୋଧୀ ଦଳଙ୍କୁ ନେଇକି ଓଡିଶାର ଅଧିକାର ପାଇଁ, ଓଡିଶାର ହକ୍ ପାଇଁ ଲଢେଇ କରାଯାଇଛି ଏବଂ ବିଶେଷ କରି ଓଡିଶା କେନ୍ଦ୍ର ସରକାରକୁ ରେଲୱେରେ ସବୁଠୁ ଅଧିକ ରେଭିନ୍ୟୁ ଦେଇଥାଏ ଏବଂ ଓଡିଶାକୁ ଯେତେବେଳେ ବିକାଶର କଥା ଆସୁଛି, ଓଡିଶାକୁ ଯେତେବେଳେ ବଜେଟର କଥା ଆସୁଛି, ସେତେବେଳେ କେନ୍ଦ୍ର ସରକାର କାହିଁକି କୁଣ୍ଠାବୋଧ କରୁଛନ୍ତି। ଆମର ଆଜିର ଡିମାଣ୍ଡ ୱାଲ୍ଟର ଡିଭିଜନକୁ ପୁନର୍ବାର ଇଷ୍ଟ କୋଷ୍ଟ ରେଲୱେରେ ଯୋଡ଼ା ଯାଉ, ପଲାସା ଇଚ୍ଛାପୁରମର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବାତିଲ କରାଯାଉ ଏବଂ ବିଶେଷ କରି ଓଡିଶାରେ ଯାଇଥିବା ସମସ୍ତ ରେଳପଥକୁ ଇଷ୍ଟ କୋଷ୍ଟ ରେଲୱେରେ ଯୋଡ଼ା ଯାଉ ଏବଂ ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼ ସେଇ ଅଞ୍ଚଳ, ସେଇ 4-5ଟି ଜିଲ୍ଲାକୁ ଇଷ୍ଟ କୋଷ୍ଟ ରେଲୱେ ଅଣ୍ଡରକୁ ଅଣାଯାଉ ଏବଂ ଓଡିଶାର ବିକାଶରେ କୌଣସି କମ୍ପ୍ରମାଇଜ ନ କରାଯାଉ। ଯଦି ସରକାର କୌଣସି ଡାଟାରେ କରିଛନ୍ତି, ସେ ଡାଟା ସର୍ବସମ୍ମୁଖକୁ ଆଣନ୍ତୁ। ତା ଭିତରେ ଥିବା ରାଜନୀତି ଯୋଉ ଭଳି ଭାବରେ ଆଗକୁ ଅଲଗା ରାଜ୍ୟର ନିର୍ବାଚନ ଆସୁଛି ଏବଂ ସେ ରାଜ୍ୟକୁ ଖୁସି କରିବାକୁ ଯାଇକି ଓଡିଶାର ଅଧିକାରକୁ ହକ୍କୁ ହନନ କରାଯାଉଛି, ତା ବିରୋଧରେ 10ଟି ମିଳିତ ବିରୋଧୀ ଦଳରେ ଲଢେଇ। ବିଜୁ ଜନତା ଦଳ ସଦାସର୍ବଦା ଓଡିଶାର ଅଧିକାର ପାଇଁ ଲଢେଇ କରିଥିଲା, ନବୀନ ପଟ୍ଟନାୟକ ଓଡିଶାର ଅଧିକାର ପାଇଁ ସଦାସର୍ବଦା ଲଢେଇ କରନ୍ତି। ତେଣୁ ଆଜି ମିଳିତ ବିରୋଧୀ ଦଳରେ ବିଜୁ ଜନତା ଦଳ ଯୋଗ ଦେଇଛି। ଆଗାମୀ ସମୟରେ ଓଡିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ହବ। ଡବଲ ଇଞ୍ଜିନ ସରକାର ଯୋଉ ଡବଲ ଡ୍ୟାମେଜ କରିବାକୁ ଚେଷ୍ଟା କରୁଛନ୍ତି, ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ ଏବଂ 10ଟି ମିଳିତ ବିରୋଧୀ ଦଳ ମିଳିତ ଭାବରେ ବିଜୁ ଜନତା ଦଳଠୁ ଆରମ୍ଭ କରି, କଂଗ୍ରେସଠୁ ଆରମ୍ଭ କରି, ଆପଣ ସିପିଆଇ ଠୁ ଆରମ୍ଭ କରି ସମସ୍ତ ଦଳ ଓଡିଶାରୁ ଦିଲ୍ଲୀ ଯିବେ ଏବଂ ସେଠି ମଧ୍ୟ କେନ୍ଦ୍ର ସରକାରଙ୍କର ନିଦ ଭାଙ୍ଗିବାକୁ ଚେଷ୍ଟା କରିବେ ଏବଂ ଓଡିଶାର ହକ୍ କୁ ଛଡେଇ ଆଣିବାକୁ ଚେଷ୍ଟା କରିବେ। ଦେଖନ୍ତୁ, ଯେତେବେଳେ ପୁଅ କହନ୍ତିନି ଅପଙ୍ଗୁ ହବ, ପୁଅ ଯେତେବେଳେ ଅସମର୍ଥ ହବ, ସେତେବେଳେ ବାପକୁ ଦୋଷ ଦେଇ ଆଜ୍ଞା ଲାଭ କଣ? ଏଠି ପୁଅ ଅସମର୍ଥ, ତାକୁ ଅଧିକାର ଦିଆଯାଇଥିଲା, ମନ୍ତ୍ରୀଙ୍କୁ ପଠାଯାଇଛି। ଆଜି ଓଡିଶାରେ ସବୁଠୁ ରେଳ ବିଭାଗ ଆଜି ହତାଦର। ଆଜି ରେଳ ବିଭାଗର ଡେଭଲପମେଣ୍ଟ ନାହିଁ। ଯୋଉ ଜାଗାରେ ରେଲୱେ କନେକ୍ଟିଭିଟି ହଉଛି, ସେଇ ଜାଗାରେ କେବଳ ଖଣିଜ ସମ୍ପଦ, ଓଡିଶାରୁ ସ୍ୱର୍ଣ୍ଣଗବା ଖଣିଜ ସମ୍ପଦ ନବା ପାଇଁ ଏଠି କେନ୍ଦ୍ର ସରକାରଙ୍କ ଚକ୍ରାନ୍ତ ଚାଲିଛି। ସେ ବିଷୟରେ ବି ଆମେ ଅବଗତ କରିଛୁ। ତେଣୁ ଓଡିଶାର ଅଧିକାର ପାଇଁ ଆମ ଲଢେଇ ଜାରି ରହିଥିଲା ଏବଂ ଜାରି ରହିଥିଲା। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।